ବର୍ଷାରେ ବିତ୍ପାତ ପରେ ଏବେ ମାଡୁଛି ଡାଇରିଆ। ଲଘୁଚାପ ବର୍ଷା ପରେ କୋରାପୁଟ ଦଶମନ୍ତପୁରରେ ପୁଣି ବିଗୁଡୁଛି ସ୍ୱାସ୍ଥ୍ୟ ଅବସ୍ଥା। ବ୍ୟାପୁଛି ଡାଇରିଆ। ବର୍ଷା ପାଣି ଅବ୍ୟବସ୍ଥା ଯୋଗୁଁ ଝାଡ଼ା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଛି। ସ୍ଥାନୀୟ ସଦର ମହକୁମାରୁ 4 ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। 2 କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର। ସୂଚନା ଥାଉ କି ଗତ ଲଘୁଚାପ ବର୍ଷାରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପାଣି ଘେରରେ ରହିଥିଲା ଏବଂ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା।